ଏମିତି ପ୍ରତ୍ୟେକ ଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆପଣମାନେ ଜାଣିପାରିବେ ଆପଣମାନଙ୍କର ଗ୍ରହ ନକ୍ଷତ୍ରର ଚଳନ ବିଷୟରେ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ପବିତ୍ର ବିଶ୍ୱକର୍ମା ପୂଜାଠାରୁ ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନରେ କିଭଳି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ କ'ଣ ଖୁସି ଖବର ଫେରିବାକୁ ଯାଉଅଛି। ଦେଖନ୍ତୁ, ପ୍ରଥମତଃ ତୁଳା ରାଶିର ବ୍ୟକ୍ତିବିଶେଷମାନେ ଆପଣଙ୍କର ଜୀବନରେ ଏହି ବିଶ୍ୱକର୍ମା ପୂଜାଠାରୁ ଏକ ବହୁତ ବଡ଼ ଚଳନ ହେବ। କାରଣ ଦେବଗୁରୁ ବୃହସ୍ପତି ଆପଣଙ୍କର ପଞ୍ଚମ ଭାଗରୁ ନବମ ଭାଗକୁ ଗୋଚର କରିବେ, ଯାହାଫଳରେ କି ଆପଣଙ୍କ ଜୀବନରେ ଖୁସିମୟ ହୋଇଯିବ ଏବଂ ଆପଣଙ୍କର କୌଣସି ଚାକିରି କ୍ଷେତ୍ରରେ ପ୍ରମୋସନ୍ ମଧ୍ୟ ହୋଇଯିବ। ଆପଣ କୌଣସି ନୂତନ ଯାନବାହନ ମଧ୍ୟ କ୍ରୟ କରିପାରନ୍ତି। ଆପଣ କୌଣସି ଗୃହ ମଧ୍ୟ ନିର୍ମାଣ କରିପାରନ୍ତି। ପୁଣି ଆପଣଙ୍କର ସପ୍ତମ ଗୃହରେ ଥିବା ଶନି ଏବଂ ରାହୁ ଏକତ୍ର ହୋଇ ଚଳନ କରୁଥିବା ସମୟରେ ଏବେ ସେ ଦଶମ ଭାଗକୁ ଆପଣଙ୍କର ଗୋଚର କରିବେ, ଯାହାଫଳରେ କି ଆପଣଙ୍କର କୌଣସି ସ୍ୱାସ୍ଥ୍ୟଜନିତ ରୋଗ କିମ୍ବା ସମସ୍ୟା ଆଉ ଦେଖାଯିବ ନାହିଁ। ଆପଣଙ୍କ ଶରୀର ସ୍ୱାସ୍ଥ୍ୟ ଏବଂ ସୁସ୍ଥ ରହିବ। ଆପଣ ଅନେକ ଖୁସି ଖବର ପାଇବେ, ଯେମିତିକି ଆପଣ କୌଣସି ପିତା ହୋଇପାରନ୍ତି କିମ୍ବା ଆପଣ କୌଣସି ନାତି ମଧ୍ୟ ଦେଖିପାରନ୍ତି। କିନ୍ତୁ ଆପଣଙ୍କ ଜୀବନରେ ଏହି ପବିତ୍ର ବିଶ୍ୱକର୍ମା ପୂଜାଠାରୁ ବହୁତ ବଡ଼ ଚଳନ ହେଲା। ଦେବଗୁରୁ ବୃହସ୍ପତି ଆପଣଙ୍କର ନବମ ଭାଗକୁ ବିରାଜମାନ କଲେ, ଯାହାକି ଆପଣଙ୍କ ଜୀବନରେ ଏକ ବହୁତ ବଡ଼ ମୋଡ଼ ଆଣିଦେବ ଏବଂ ଆପଣଙ୍କ ଜୀବନରେ ଏକ ବଡ଼ ଚଳନ ଆଣିଦେବ। ଆପଣଙ୍କ ଜୀବନରେ ହଜିଯାଇଥିବା ଦୁଃଖ ଏବଂ ହଜିଯାଇଥିବା ସୁଖ ଆପଣଙ୍କୁ ବାଣ୍ଟିଣ ଭାବରେ ଦେବେ। ଆପଣଙ୍କର ସୁଖ ଏବଂ ଦୁଃଖ ମଧ୍ୟରେ ବାଣ୍ଟିଣ କରେଇଦେବେ ଏବଂ ଆପଣଙ୍କର ସୁଖ ମଧ୍ୟରେ ଆପଣ ଅନେକ ଖୁସି ପାଇବେ। ଆପଣଙ୍କର ପାରିବାରିକ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ଆପଣଙ୍କର ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଘଟିବ। ଏହି ସେପ୍ଟେମ୍ବର ମାସର ବିଶ୍ୱକର୍ମା ପୂଜାଠାରୁ ଆପଣଙ୍କ ଜୀବନରେ ଏକ ଉନ୍ନତମୟ ଜୀବନ ହୋଇଯିବ। ଯଦି ଆପଣ ତୁଳା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥାନ୍ତି, ତେବେ କମେଣ୍ଟରେ ଜୟ ବିଶ୍ୱନାଥ ଦେବ ନିଶ୍ଚୟ ଲେଖନ୍ତୁ ଏବଂ ଆଉ ଏକ ଲେଖନ୍ତୁ ଜୟ ବିଶ୍ୱକର୍ମା ଦେବ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ।